ଭାତ ମୁଠା ଦେଲ। ହାଇ ଏଠି ଅନେଇଛୁ କଣ? ଭାତ ମୁଠା ଉଡେଇଲା ଲାଗୁଛି। ହଁ ଦଉଛି। ହଁ ଏମିତି କଣ କଥାବାର୍ତ୍ତା କରୁଛୁ ତୁ? କଥାବାର୍ତ୍ତା କରିବେନି ଏ ଲଗେଇକି ଲୋକମାନଙ୍କ ଘରେ କେତେ କଣ କେତେ ପ୍ରକାର କରୁଛନ୍ତି। ଆମର ସେ ବାରିଘରର ମଞ୍ଜା ଭଣ୍ଡା ଏଇଗୁରା ଖାଲି ଜାଣିଛ। ଏଗୁରା କଣ ଲାଗୁଛି କହିଲ? କଣ ମଞ୍ଜା ଭଣ୍ଡା କଣ ଲାଗୁଛି? ଏ 3 ଦିନରେ ବର୍ଷା ମେଘ ପବନ ହେଇଥିଲା। ଏ ମଞ୍ଜା ଭଣ୍ଡା ଏଇନା ଖାଇବାନି ଆଉ କଣ ଖାଇବା? କଚୁ କଦଳୀ ଗୁରା ଭାଙ୍ଗି ଯାଇଛି ଆଉ ମଞ୍ଜା ଗୁରା ବାହାରିଲା ସେ ଖାଇବା କଥା କହୁଛି। ଏ ଟାଉନ ମାନଙ୍କରେ ବଢିଆ ଜିନିଷ ପାଉନାହାନ୍ତି ଲୋକ। ଆମର ବାରିଘର ଜିନିଷ ଖାଇବାକୁ କହୁଛୁ ଏଗୁରାକ ଖାଲି ଖାଇବା କଥା। ଆଉ ଖାଲି ପନିର ଛତୁ ପକେଟ ଏଇଆକୁ ସବୁ ଚିହ୍ନିଛ। ପଇସା କେମିତି ଖର୍ଚ୍ଚ ହବ? ବାଗ ତ ପାଇଛି ଆଉ। ହଉ ରୁହ। ଯଦି ତମେ କହୁଛ ଏଇ ଜିନିଷ ଖାଇବେ ବାରିଘର ଜିନିଷ, ତାହେଲେ ଯୋଉ ଆମ୍ବ ଝଡି ନଥିଲା ଏତେ ଖଣ୍ଡେ ଯୋଉ ରଖିଥିଲେ ଗୋଟେ କି ସେଇଆକୁ ନେଇ ଆସିବି। ଦିନେ ଖରା ବେଳେ ଦେବି, ସକାଳେ ଦେବି, ସନ୍ଧ୍ୟା ବେଳେ ସେଇଆକୁ ସବୁ ଆଇଟମ କରିକି ଦେବି। ଆମ୍ବ ଝୋଳ ପାଣି କରିଦେବି ହେଲା ସକାଳେ। ହଁ ଖାଇବେ କଣ ଅଛି? ପଖାଳରେ ଗରମ ଭାତରେ ସବୁଥିରେ ଖାଇବେ। ରାତିରେ ସେମିତି ଆମ୍ବ ତରକାରୀ କରିଦେବି, ତାକୁ ରୁଟି ଲଗେଇ ଖାଇବେ। ତମେ କେମିତି ଖାଉଛ ଖାଅ, ସେଇଆକୁ ହିଁ ଖାଇବ ତମେ। ଯେମିତି କହୁଛ ଏଗୁରା ବାରିଘର ଜିନିଷ କିଏ ହବ? ସେଇଟା ତ ପୁଣି ଗୋଟେ ବାରିଘର ଜିନିଷ ନା ନାଇଁ। ସେଇଆକୁ କରିକିନା ଦେବି ଖାଇବ ତମେ ଆଉ କଣ? ଇଲୋ ମାଲୋ ସେ ଖଟା ଜିନିଷ ଲଗେଇ ରୁଟି ଖାଇବୁ। ହଁ ଯାଉଛି। ଗପୁଛନ୍ତି ଆଉ। ହେଲେ ବୋଉ ଏମିତି କଣ କହୁଛି? କେଜାଣି ମୋ ଚଣ୍ଡୀ ଭଳିଆ ହଉଛି। ଆମ୍ବ ଝୋଳ କରିବ, ସକାଳେ କରିବ ଆମ୍ବ ଝୋଳ ତତଲା ଭାତ, ରାତିରେ ଦବ ଆମ୍ବ ଝୋଳ ରୁଟି। ଭଲ ହେଇଛି 2 ବକ୍ତ ପଛେ ଆମ୍ବ ଝୋଳ ଲଗେଇ ଖାଇଦବା। ଆଉ ସକାଳ ଓଳି କଥା ସିଏ କହିନି। ଆଉ ଗୋଟେ କଥା କହିନି ଜାଣିଛୁ ନା? ଯୋଉ ପଖାଳ ଭାତ ସାଙ୍ଗରେ ତତଲା ଭାତ ସାଙ୍ଗରେ ଆମ୍ବ ଝୋଳ କହିଲା, ବୁଝିପାରିଲୁ? କିନ୍ତୁ ପଖାଳ ଭାତ ସାଙ୍ଗରେ କିଛି କହିନି ଖାଇବାକୁ। ପଖାଳ ଭାତ ସାଙ୍ଗରେ ଆଳୁ ଚକଟା କିନ୍ତୁ ଖାଇବା। ହଁ ବଢିଆ ବୁଝିପାରିଲୁ? ବେଳା ଭଲ କେମିତି କଣ କହିନି ଯେ ମୁଁ ଆମ୍ବ ସିଝେଇକି ଚକଟି ଦେବି ତମେ ଖାଇବ। ତୁ ଯାହା ଯେତିକି କଲୁ କର। ମୁଁ ପଛେ କାଲିକି 250 ଖଣ୍ଡ ଛତୁ ନେଇ ଆସିବି। ନହେଲେ ଇଏ ବିଲୁକୁରୁ ଯେତିକି ରୋଷେଇ କରିକି ବି ଦବନି, ମନେ ରଖିଥା। ଛତୁ ଆନେ ତ ସେ ଭଲ ମଜାରେ ଖାଇଦବ। ଖାଉ ପଛେ ଏତିକି ରୋଷେଇ ହେଲେ କରିକି ଦଉଛି ଆମେ ଖାଇବା, ନହେଲେ ଖାଇପାରିବାନି ଏଇଟା ମନେ ରଖିଦବୁ। 250 ପଛେ ଛତୁ ଖାଉ, ବୁଝିପାରିଲୁ? ହଉ ଆଉ କଣ କରିବା? ଭାଗ୍ୟ ତ ଖରାପ ଆମର। ହଁ ବା ଏତେ ପଇସା ଦେଇ ଛତୁ ଆଣିବି, ଛତୁ କିଲୋ 400 ଟଙ୍କା। ହଉ 400 ଟଙ୍କା ହେଲେ ହବ ପଛେ ଆଉ କଣ କରିବା? କଦଳୀ 2 କାନ୍ଦି ବିକିଦବା, କଷି କାନ୍ଦିଲି ଯୋଉ ଭାଙ୍ଗି ପଡିଛି ତାକୁ ବିକିଦବା, ଛତୁ ନେଇଯିବା। ସେ କଣ ଏଇନା ବାମୁଣ୍ଡିଆ କିଏ ନେବେ? ସେ ନେବେ ସବୁ। ହାଟ ବାଟ ବଜାର କାଇଁ 8ଟା କଦଳୀ କାନ୍ଦି ନେଇଯିବା ଏକାଥରେ ଗୋଟେ କାଟେ କିନି 400 ଟଙ୍କାକୁ ନେଇ ବିକିଦବା, 50 ଟଙ୍କା ଲେଖା ଗୋଟାକ। ଆଉ ତୁ କାହିଁ ସେମିତି ହଉଛୁ? ତୁ ଯା ଆଉ ପାଟି କରନା ତା ସାଙ୍ଗରେ। ୟାଡୁ ସିଆଡୁ ନହେଲେ ଅଲଗା କଣ ଆଉ କଣ କହିବ? ସେ କଣ କହିବ? ସେଇ ଆମ୍ବ ଝୋଳ କରିକି ଦଉ। ଯଦି ଦେଇଦବା ଆମ୍ବ ଝୋଳ ଭାରି ଅସୁବିଧା ହବ। 250 ଛତୁ ନେଇ ଆଇଲେ ଗୋଟା ଭକ୍ତ ହେଲେ ଖାଇବାଟା ଭଲ ତ। ହଉ କେତେ କଣ? ହଉ ମୁଁ ଯାଉଛି।